ପୁରୀରେ ଭକ୍ତ ସେବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଓ ଗୁରୁଜୀଙ୍କ କୃପାରୁ ପୁରୀ ସରକାରଙ୍କ ତରଫରୁ ସମ୍ମତି ପତ୍ର ଆସି ପହଞ୍ଚିଲା ପରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରେକି ମିଶନ ଓଡ଼ିଶା ଭକ୍ତମାନଙ୍କୁ ସେବା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ସେବାରେ ଲାଗି ପଡ଼ିଛନ୍ତି। ପ୍ରସାଦ ବଣ୍ଟନ, ଆଶୁ ଚିକିତ୍ସା, ସାଧୁସନ୍ଥଙ୍କ ପାଦ ସେବା ସହ ପୁଣ୍ୟତୋ ପୁଷ୍କରିଣୀମାନଙ୍କ ସଫେଇ କାର୍ଯ୍ୟ ମଧ୍ୟ ରେକି ମିଶନ ନିଜ ହାତକୁ ନେଇଥିଲା। ଏଥିପାଇଁ ପ୍ରତ୍ୟେକ ଦିନ 10 ଦିନ ହେଲା ସକାଳ 7ଟାରୁ 9ଟା ଜଳଖିଆ ବଣ୍ଟନ, ଦିନ 10ଟାରୁ ରାତି 11ଟା ପର୍ଯ୍ୟନ୍ତ ଖେଚୁଡ଼ି, ଡାଲମା ଓ ଖଟା ବଣ୍ଟନ, ରାତି 12ଟାରୁ ପ୍ରଭାତ 3ଟା ପର୍ଯ୍ୟନ୍ତ ଶରଧାବାଲିରେ ଅହରାତ୍ର ଅନିଦ୍ର ରହି ଭଜନ କୀର୍ତ୍ତନ କରୁଥିବା ସାଧୁସନ୍ଥଙ୍କୁ ଚା ଓ ବିସ୍କୁଟ ପ୍ରଦାନ ସେବା ଯୋଗାଇ ଆସୁଛି। ଏହାସହ ଭକ୍ତମାନଙ୍କ ପାଇଁ ପାଦ ସେବା, ଫାଷ୍ଟଏଡ୍ ଜରିଆରେ ଓ ପୁଣ୍ୟତୋ ପୁଷ୍କରିଣୀମାନଙ୍କ ପରିଷ୍କାର ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ନିଭେଇ ଚାଲିଛି। ରଥଯାତ୍ରାରୁ ଆରମ୍ଭ ହୋଇଥିବା ଏହି ସେବା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚାଲିବ ବୋଲି ରେକି ମିଶନର ସଂଯୋଜକ ବାପି ବରାଳ କହିଛନ୍ତି। ଏହାସହ ରେକି ମିଶନର ଲୋକ ସମ୍ପର୍କ ଅଧିକାରୀ ଭାରତ ଭୂଷଣ ରାୟଙ୍କ ସୁବନ୍ଦୋବସ୍ତରେ ଏହି ସେବା କାର୍ଯ୍ୟ ଚାଲିଥିବା ବେଳେ ଗୁରୁସେନାର ଲିପୁ ପୃଷ୍ଟି, ଆଶିଷ ଠାକୁର, ରଶ୍ମି ରଞ୍ଜନ ଦାସ ଓ ବିଶ୍ୱଜିତ ବେଉରା ତଥା ଶକ୍ତି ସେନାର ସ୍ୱପ୍ନା ପ୍ରଧାନ, ସଂଯୁକ୍ତା ସାହୁ, ଅନନ୍ୟା ଭୋଳ, ପୂଜା ମହାରଣାଙ୍କ ଅଧ୍ୟକ୍ଷତାରେ ଶତାଧିକ ଗୁରୁସେନା ଓ ଶକ୍ତି ସେନାମାନେ ସେବା ଯୋଗାଇବାକୁ ପାଇଁ ନରେନ୍ଦ୍ରକୋଳରେ ଆଜିକୁ 10 ଦିନ ହେଲା ରହିଛନ୍ତି। ରେକି ମିଶନର ପ୍ରତିଷ୍ଠାତା ତଥା ପୂଜ୍ୟ ବିଜ୍ଞାନୀ ଗୁରୁଶ୍ରୀ ସନ୍ଥଙ୍କ ମାର୍ଗଦର୍ଶନରେ ହେଉଥିବା ଏହି କାର୍ଯ୍ୟକ୍ରମ ଭକ୍ତ ଓ ସରକାରୀ ସ୍ତରରେ ବହୁ ପ୍ରଶଂସା ଯୋଗ୍ୟ ହୋଇପାରିଛି। କଟକରୁ ମଣ୍ଟୁ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଶା।